ବର୍ତ୍ତମାନ ଯାହା ସୂଚନା ମିଳୁଛି ଇତିହାସ ରଚିଲା ବାଂଲାଦେଶ। ତେବେ ସୂଚନା ଅନୁସାରେ ବାଂଲାଦେଶ ଦ୍ୱିତୀୟ ଟେଷ୍ଟକୁ ଅଷ୍ଟ୍ରେଲିଆଠାରୁ 1 ଇନିଂସ ଏବଂ 51 ରନରେ ପରାସ୍ତ ହୋଇଛି। ଏହା ସତ୍ତ୍ୱେ ବାଂଲାଦେଶ ଆଇସିସି ଟେଷ୍ଟ ଦଳ ର୍ୟାଙ୍କିଙ୍ଗରେ ଇତିହାସ ସୃଷ୍ଟି କରିଛି। ବାଂଲାଦେଶ ଆଇସିସି ଟେଷ୍ଟ ଦଳ ର୍ୟାଙ୍କିଙ୍ଗରେ 3 ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନକୁ ପହଞ୍ଚିଛି। ଆଇସିସି ର୍ୟାଙ୍କିଙ୍ଗରେ ଏହି ଉନ୍ନତି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟରୁ ଆସିଛି, ଯେଉଁଠାରେ ବାଂଲାଦେଶ ଅଷ୍ଟ୍ରେଲିଆକୁ 9 ୱିକେଟରେ ପରାସ୍ତ କରିଥିଲା। ଏହା ଉଲ୍ଲେଖନୀୟ ଯେ ପ୍ରଥମ ଥର ପାଇଁ ବାଂଲାଦେଶ ଆଇସିସି ଟେଷ୍ଟ ଦଳ ର୍ୟାଙ୍କିଙ୍ଗରେ ନବମ ସ୍ଥାନରୁ ଉପରକୁ ଉଠିଛି। ବର୍ତ୍ତମାନ ବାଂଲାଦେଶ ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ପ୍ରମୁଖ ଦଳକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ପହଞ୍ଚିଛି। ବାଂଲାଦେଶ ଟେଷ୍ଟ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ବିବେଚନା କରିଛନ୍ତି। ଅଷ୍ଟ୍ରେଲିଆଠାରୁ ଦ୍ୱିତୀୟ ଟେଷ୍ଟରେ ଇନିଂସ ଏବଂ 51 ରନରେ ହାରିବା ପରେ ସାଣ୍ଟୋ କହିଛନ୍ତି ଯେ ନିଶ୍ଚିତ ଭାବରେ ଏକ ଭଲ ଖବର। ମୁଁ ଏହା ବିଷୟରେ ଜାଣିବାକୁ ପାଇଲି। ଟେଷ୍ଟ ର୍ୟାଙ୍କିଙ୍ଗରେ ଷଷ୍ଠ ସ୍ଥାନରେ ପହଞ୍ଚିବା ଏକ ବିରାଟ ସଫଳତା। ଯଦି ଆମେ ଏହି ଟେଷ୍ଟ ମ୍ୟାଚରେ ଭଲ କ୍ରିକେଟ ଖେଳିଥାନ୍ତୁ ତେବେ ଆହୁରି ଭଲ ହୋଇଥାନ୍ତା। ବାଂଲାଦେଶ ଏବେ ୱେଷ୍ଟଇଣ୍ଡିଜ, ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ପହଞ୍ଚିଛି। ସାଣ୍ଟୋ ଅଷ୍ଟ୍ରେଲିଆରେ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ବାଂଲାଦେଶକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଆମେ 23 ବର୍ଷ ପରେ ଏଠାକୁ ଆସିଛୁ। ଏପରି ଦଳ ବିରୁଦ୍ଧରେ ଏବଂ ଏପରି ପରିସ୍ଥିତିରେ ପ୍ରତିଯୋଗିତା କରିବା ସହଜ ନୁହେଁ। ଯଦି ଆମେ ନିୟମିତ ଭାବରେ ଏଠାକୁ ଆସିପାରିବା ତେବେ ଖେଳାଳିମାନେ ଏଠାରେ ଖେଳିବାରେ ଅଭ୍ୟସ୍ତ ହୋଇଯିବେ। ସେମାନେ ଅଷ୍ଟ୍ରେଲିଆରେ ଖେଳିବା ପାଇଁ ଅଧିକ ଅଭିଜ୍ଞତା ହାସଲ କରିବେ। ସେମାନେ ଏପରି ପରିସ୍ଥିତି ସହିତ ଖାପ ଖୁଆଇ ପାରିବେ ଏବଂ ଭଲ କ୍ରିକେଟ ଖେଳିପାରିବେ।